ଆସନ୍ତା ଫେବୃଆରୀ ମାସଟି ମେଷ ରାଶି ପାଇଁ କିପରି ଫଳ ପ୍ରଦାନ କରିବେ ଆସନ୍ତୁ ତାହା ଆମେ ଶ୍ରବଣ କରିବା। ଆମେ ଏଠାରେ ଦେଖିବାକୁ ପାଉଛୁ ଯେ ରବି ମକରରେ ଅବସ୍ଥାନ କରିଛନ୍ତି ଏବଂ ଜନ୍ମ ରାଶିଠାରୁ ଦଶମରେ ସେ ଅବସ୍ଥାନ କରୁଛନ୍ତି। ସେଥିପାଇଁ କର୍ମ ଲାଭର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦ ଉନ୍ନତିର ସମ୍ଭାବନା ମଧ୍ୟ ରହିଛି। ନୂତନ ଏବଂ ଉତ୍ତମ ଚାକିରି ମଧ୍ୟ ମିଳିବାର ସମ୍ଭାବନା ରହିଅଛି। ଆମେ ଏଠି ଦେଖୁଛେ ଯେ ମଙ୍ଗଳ ମକରରେ ଅବସ୍ଥାନ କରୁଛନ୍ତି ଏବଂ ଜନ୍ମ ରାଶିଠାରୁ ମଧ୍ୟ ଦଶମରେ ଅଛନ୍ତି। ତେଣୁ ସର୍ବ କ୍ଷେତ୍ରରେ ଶୁଭ ହେବ ଏବଂ ମାନସିକ ଦୁଶ୍ଚିନ୍ତା ଦୂର ହେବ ଏବଂ କର୍ମକ୍ଷେତ୍ରରେ ସଫଳତା ମଧ୍ୟ ମିଳିବ। ଯଦି ଆପଣମାନେ କିଛି ଚାକିରି କରୁଛନ୍ତି ବା ଜବ୍ କରୁଛନ୍ତି, ଆପଣମାନଙ୍କର ମଧ୍ୟ ପଦ ଉନ୍ନତିର ସମ୍ଭାବନା ରହିଅଛି। ବୁଧ କୁମ୍ଭରେ ଅବସ୍ଥାନ କରୁଛନ୍ତି ଏବଂ ଜନ୍ମ ରାଶିଠାରୁ ଏକାଦଶରେ ଅବସ୍ଥାନ କରୁଛନ୍ତି। ଏ ସମୟ ଅର୍ଥ ଲାଭ ପାଇଁ ଅତ୍ୟନ୍ତ ଶୁଭକର ଅଟେ। ବିଭିନ୍ନ ଉପାୟରୁ ଅର୍ଥ ଲାଭ ହେବାର ସମ୍ଭାବନା ରହିଛି। ଚାକିରି, ବ୍ୟବସାୟ ଏବଂ ଅନ୍ୟାନ୍ୟ ଇନଭେଷ୍ଟମେଣ୍ଟରୁ ଧନ ପ୍ରାପ୍ତି ହେବାର ସମ୍ଭାବନା ମଧ୍ୟ ରହିଛି। ଶୁକ୍ର କୁମ୍ଭରେ ଅବସ୍ଥାନ କରୁଛନ୍ତି, ଜନ୍ମ ରାଶିଠାରୁ ଏକାଦଶରେ ଅଛନ୍ତି। ବହୁ ପ୍ରକାର ଧନ ଲାଭର ଯୋଗ ଦେଖାଉଛି ଏବଂ ଋଣ ଭାରରୁ ମଧ୍ୟ ମୁକ୍ତି ମିଳିବାର ସମ୍ଭାବନା ରହିଅଛି। ସବୁ ପ୍ରକାର ସୁଖ ପ୍ରାପ୍ତି ହେବ। ବସ୍ତ୍ର ଅଳଙ୍କାର ଇତ୍ୟାଦି ମିଳିପାରେ। ଜମି ବାଡ଼ି ବା ଗୃହ କ୍ରୟ କରିପାରନ୍ତି। ସମାଜରେ ସମ୍ମାନ ବୃଦ୍ଧି ହେବ। ଦ୍ୱିତୀୟ ଅର୍ଦ୍ଧର ଫଳାଫଳ ଯଦି ଆମେ ଦେଖିବା, ଫେବୃଆରୀ ମାସର 15 ତାରିଖ ପରେ ରବି କୁମ୍ଭରେ ଅବସ୍ଥାନ କରୁଛନ୍ତି ଏବଂ ଜନ୍ମ ରାଶିଠାରୁ ଏକାଦଶରେ ରହିଥିବା ଯୋଗୁଁ ଧନ ଲାଭର ଯୋଗ, ଚାକିରି କ୍ଷେତ୍ରରେ ପଦୋନ୍ନତି, ନୂତନ ଉତ୍ତମ ଚାକିରି ମିଳିପାରେ ଏବଂ ସମ୍ମାନ ପ୍ରାପ୍ତିର ମଧ୍ୟ ଯୋଗ ରହୁଅଛି। ଓଭରାଲ୍ ଆମେ ଯଦି ଦେଖିବା, ମେଷ ରାଶି ପାଇଁ ଫେବୃଆରୀ ମାସଟି ଅତି ଆନନ୍ଦ ଏବଂ ସୁଖ ପ୍ରଦାନ କରିବାର ସମ୍ଭାବନା ରହିଅଛି ଏବଂ ମେଷ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ କୌଣସି ପ୍ରତିକାରର ଆବଶ୍ୟକତା ନାହିଁ। ଓಂ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା। ଓಂ ନମୋ ଭଗବତେ ବାସୁଦେବାୟ।